भागवत अष्टम स्कंध एकविंश अध्याय। ओम गणपतये नमः। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। गोविंद 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 पदुगलुचि मकरंद से मकरंद पान करी हेले तरिले ब्रजनारी से ब्रज नारीଙ୍କ पयरे मन मोरहु निरंतरे मन मो निरंतरे रहु हा कृष्ण बोली जीव जाऊ हा कृष्ण बोली जाऊ जीव मते उधर राधाधव मते उधर वासुदेव मते उधर पद्मनाभ। श्री शुकवाच बोलिकु हरि जेतेबेले बंधन कले दान छले बंधन दुखे बोली मन केबे हेन होइला छन्न निर्वाण परे चित्त देई बोले बामन मुख चाहे बलिर्वाच भोनाथ मोर वाक्य जेबे मुन लंघिबि दुष्ट भावे ए कथा केबे हेन घटे जेबे जीवन मोर तुटे त्रिपाद भूमि मोर हस्ते देई मु लंघिबि केमन्ते चरण अछि जेबे तोर भोनाथ दिय मुंडे मोर नरके मोर भय नाही पाश बंधने न डरई मोर निग्रहे नाही भय असाधु बादे मोर भय आमर चक्षु मते अंध सत्य जे मनुए संपद सर्वजन आयु जस बाहारे करु तु प्रकाश बैरी करी तो विषये पूर्वे जे थिले महाशये अन्ते लभिले तो चरण अनेक सिद्ध मुनिगण तु नाथ मते दया करी वरुण पासे बंदी करी निग्रह करु जेते मते से भय नाही मोर चिते तो भक्त मोर पितामह सुसाधु गणे महाशय तोर चरणे आसे कला पितार दंडु निस्तरिला जाणई मिथ्या ये संसार के बंधु अबा अछि पर के बा जननी भ्राता सुत किबा संपद ये जगत अन्ते पशिले तोर पादे माया जिणिले अप्रमादे रहिले पारिषद होई जन्म मरण आउ काहि तोर महिमा भाव ग्राही मुढ़े जानिबे अवा काहि। श्री शुकवाच हेमंत कहु कहु बोली गगने गर्जन उछुली आकाश पुरे शंखनाद तत्क्षणे मिलिला प्रह्लाद बोली मिलिला ताकु देखी बामन समीपे उपेखी विष्णुर प्राय तार तेज तुल्य नुह ग्रहराज पीतवसन परिधान सुंदर नलिन नयन
ଆଜାନୁ ବେନି ବାହୁ ସୋହେ ରୂପେ ଅନଙ୍ଗ ସରି ନୋହେ। ହେମନ୍ତ ପ୍ରହ୍ଲାଦର ପାଦେ ଆନନ୍ଦ ଶୋକ ଗଦ ଗଦେ। ଚରଣେ ଦଣ୍ଡବତ ହୋଇ ମନ କଳ୍ପିତେ ଅର୍ଘ୍ୟ ଦେଇ। କହିଲା ପିତାମହ ପାଶେ ବାମନ ଅନୁଗ୍ରହ ଆସେ। ସେ ପ୍ରହ୍ଲାଦ ଅତି ବେଗେ ମିଳିଲା ବିଷ୍ଣୁ ପାଦ ଯୁଗେ। ଆନନ୍ଦେ ଅଶ୍ରୁ ଜଳେ ଭରି କର ଅଞ୍ଜଳି ଶିରେ ଧରି। ପୁଲକ ଅଶ୍ରୁ ଗଦ ଗଦ ସ୍ତୁତି କରଇ ପ୍ରହ୍ଲାଦ। ତୁ ନାଥ ଅନୁଗ୍ରହ ମନେ ଏହାକୁ ସ୍ଥାପି ଇନ୍ଦ୍ରାସନେ। ପୁଣି ନାସିଲୁ ସୁଖ ସ୍ଥାନୁ ଯେଣୁ ହୋଇଲା ତୋତେ ମନ୍ୟୁ। ନିଶ୍ଚୟ କଲୁ ଅନୁଗ୍ରହ ତୋତେ ନାସିଲୁ ମହାମୋହ। ନମସ୍ତେ ଜଗତ ଈଶ୍ୱର ନମସ୍ତେ ଶଙ୍ଖ ଚକ୍ରଧର। ତୁ ନାରାୟଣ ବିଶ୍ୱଗୁରୁ ମହାମହିମା ମହାମେରୁ। ଆତ୍ମା ପ୍ରକାଶ ସର୍ବଭୂତେ ଭୋ ନାଥ ନମସ୍ତେ ନମସ୍ତେ। ଶ୍ରୀ ଶୁକବାଚ। ପ୍ରହ୍ଲାଦର ଭକ୍ତି ଦେଖି ହିରଣ୍ୟଗର୍ଭ ମନେ ସୁଖୀ। ବେଗେ ନମିଲେ ବିଷ୍ଣୁ ପାଦେ ଚତୁର ମୁଖେ ବେଦନାଦେ। ବଲିର ପତ୍ନୀ ଆସି ବେଗେ ବିଷ୍ଣୁ ଚରଣେ ଅନୁରାଗେ। ସ୍ୱାମୀ ବଚନେ ଅତି ଦୁଃଖୀ ସ୍ତୁତି କରଇ ଅଶ୍ରୁମୁଖୀ। ବିନ୍ଧ୍ୟାବଲି ଉବାଚ। ଭୋ ନାଥ ନିଜ କ୍ରୀଡ଼ା ଅର୍ଥେ ତୋର ପ୍ରକାଶ ଏ ଜଗତେ। ତୋହର ମହିମା ନ ଜାଣି ଗର୍ବ ବହନ୍ତି ଯେତେ ପ୍ରାଣୀ। ଜ୍ଞାନ ହରାନ୍ତି ସୁଖ ଭୋଲେ ସେ କାହିଁ ଥିବେ ଏ ସୟଲେ। ବ୍ରହ୍ମବାଚ। ଭୂତ ଭାମନ ଭୂତ ଈଶ ହେ ଦେବ ଦେବ ଜଗଦୀଶ। ଏହାକୁ ନିଗ୍ରହ ତୁ କଲୁ ବରୁଣ ପାଶରେ ବାନ୍ଧିଲୁ। ସର୍ବ ସମ୍ପଦ ଦେଇ ତୋତେ ଭ୍ରାନ୍ତି ନ କଳା କିଛି ଚିତେ। ତ୍ରିଲୋକ ତୋତେ ଦାନ ଦେଲା ଚିତେ ବିଷାଦ ନ ଚିନ୍ତିଲା। ତୁ ନାଥ ବସୁ ସର୍ବଭୂତେ ଏହାକୁ ବାନ୍ଧିଲୁ କେମନ୍ତେ। ତୁ ନାଥ ସର୍ବଚିତ୍ତ ଜାଣୁ କିଏ ତୋର ମହିମା ବଖାଣୁ। ବ୍ରହ୍ମାର ବାକ୍ୟ ଶୁଣି ହରି ବୋଲିକି ଜିତେ ଦୟା କରି। ବୋଲନ୍ତି ପ୍ରଭୁ ଭଗବାନ ବିଧାତା ଶୁଣ ମୋ ବଚନ। ଶ୍ରୀ ଭଗବାନ ବାଚ। ମୁଁ ଯାକୁ ଅନୁଗ୍ରହ କରେ ସର୍ବ ସମ୍ପଦ ବେଗେ ହରେ। ଯେ ଅର୍ଥ କାମେ ମତ୍ତ ହୋଇ ପରେ ଅପର ନ ଜାଣଇ। ମୁଁ ଯେ ବସଇ ସର୍ବଭୂତେ ମତେ ନ ମାନେ ଗର୍ବ ଚିତ୍ତେ। ଏ ଜୀବ ଆତ୍ମା ନିଜ କର୍ମେ ମାୟାରେ ସର୍ବଭୂତେ ଭ୍ରମେ। ନାନା ଯୋନିରେ ଜାତ ହୋଇ ଜ୍ଞାନ ନ ଲଭେ ମାୟା ମୋହି। ଜନ୍ମ ମରଣ ମାୟା ରୂପ ବିଦ୍ୟା ଐଶ୍ୱର୍ଯ୍ୟ ଧନାଧୀପ। ଏଭାବେ ଗର୍ବ ଯାର ନାହିଁ ମୋହର ଅନୁଗ୍ରହ ତହିଁ। ଯେ ଜନ ଦମ୍ଭ ମାନ ବହେ ଧନ ସମ୍ପଦ ମୋହ ହୁଏ। ସେ ମତେ ଜାଣିବ କେମନ୍ତେ ମାୟା ମୋହିତ ବିରତେ। ଏ ଯେ ଦାନବ ଦୈତ୍ୟ ରାଜା ନିଜ ସ୍ୱଭାବେ ମହାତେଜା। ଅସୁର ବୁଦ୍ଧି ନ ଘେନିଲା ଗୁରୁ ବଚନ ନ ମାନିଲା। ବନ୍ଧୁ ବାନ୍ଧବ ଜ୍ଞାତି ଯେତେ ଏହାକୁ ଛାଡ଼ିଲେ ସମସ୍ତେ। କେବେ ସତ୍ୟ ନ ଛାଡ଼ିଲା ମୋର ବଚନେ ମନ ଦେଲା। ଏ ଭୂମି ଦାନ ଦେଲା ମତେ ତ୍ରୈଲୋକ୍ୟ ଥିବ ଏ କେମନ୍ତେ। ଏହାକୁ ଦେବି ଦିବ୍ୟ ସ୍ଥାନ ସୁରକୁ ଦୁର୍ଲଭ ଭୁବନ। ନିର୍ମଳ ବିଶ୍ୱକର୍ମା ରୂପ ଦେବ ଦାନବେ ଅଗୋଚର। ନିର୍ମଳ ବିଶ୍ୱକର୍ମା ପୁର ଦେବ ଦାନବେ ଅଗୋଚର। ଯେ ପୁରେ ଯୁଗ ସଂଖ୍ୟା ନାହିଁ କାଲର ତେଜ ନ ଲାଗଇ।
ସେ ପୁରେ ଥିବ ଦିନା କେତେ ସାବର୍ଣ୍ଣୀ ମନୁ ପରିଜନ୍ତେ। ସେ ମନୁ କାଳ ସ୍ୱର୍ଗ ପୁରେ ବସିବ ଅମର ଶରୀରେ। ଇନ୍ଦ୍ର ହୋଇବ ସ୍ୱର୍ଗ ଦେଶେ ମୁଁ ପୁଣି ଥିବି ଏହା ପାଶେ। ନିଶ୍ଚିନ୍ତେ ଥାଉ ଏ ସୁତଲେ ଦାରା ତନୟ ବନ୍ଧୁ ମେଲେ। ଧନ ହିଁ ଥିବ ପ୍ରମିତ ଶତ୍ରୁ ନହିବେ ଉପଗତ। ସୁଦର୍ଶନ ତା ପ୍ରତ୍ୟକ୍ଷେ ଆବରିଥିବ ଅନ୍ତରିକ୍ଷେ। ଦୈତ୍ୟ ଦାନବ ତାର ସଙ୍ଗେ ନିଶ୍ଚିନ୍ତେ ଥିବେ ମନ ରଙ୍ଗେ। ମୁହିଁ ଯେ କରେ ଗଦା ଧରି ଥିବ ହିଁ ତା ତପୁର ଆବରି। ନିରତେ ଦେଖୁଥିବ ଚିତ୍ତେ ଥିବି ମୁଁ ତାହାର ଅଗ୍ରତେ। ହେମନ୍ତ କହି ଭଗବାନ ଫେରିଲେ ବଲିର ବନ୍ଧନ। ସେ ହରି ଶରଣ ପଙ୍କଜେ ବ୍ରାହ୍ମଣ ଜଗନ୍ନାଥ ଭଜେ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ 82 ଅଷ୍ଟମସ୍କନ୍ଧे ବଲିବନ୍ଧନ ମୋକ୍ଷणे ବାମନ ପ୍ରସନ୍ନେ ନାମ 1 ବିଂଶୋऽଧ୍ୟାୟः।